এইଭଳି ବନେଇବା ପାଇଁ ମୁଁ ରେସିପି ପୁରା ବତେଇଛି, ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖନ୍ତୁ ଜାଣିପାରିବେ ଏଇଟା କ'ଣ ମୁଁ ବନେଇଛି। ତ ପୁରା ନରମ ଆଉ ବଢ଼ିଆ ଲାଗିବ, ଟେଷ୍ଟ ବି ଲାଗିବ, ପାଟିକି ସୁଆଦିଆ ଲାଗିବ। ବହୁତ ବଢ଼ିଆ ହେଇଛି ବଡ଼ାଟେ ବି। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ତ ସକାଳୁ ଆମ ବୋଉ ଏଠି ମଞ୍ଜା ନେଇକି ବସିଯାଇଥିଲେ କାଟୁଥିଲେ। ମୁଁ କହିନି ବୋଉ ଆକୁ କ'ଣ କରିବ? ଆମ ବୋଉ କହିଲେ ମୁଁ ଆକୁ ଘାଣ୍ଟ କରିବି। ମୁଁ କହିନି ନାଇଁ ନାଇଁ ଘାଣ୍ଟ କରନି, ମୁଁ ଗୋଟେ ନୂଆ ରେସିପି ଜାଣିଛି, ମୁଁ ମଞ୍ଜାର ଗୋଟେ ବଢ଼ିଆ ଜିନିଷଟି ବନେଇବି। ତ ବୋଉଙ୍କୁ ମୁଁ କହିନି ବୋଉ ମୋତେ ମଞ୍ଜାଟି ଦେଇଦିଅ। ବୋଉ ମୋତେ ମଞ୍ଜାଟା ଦେଇଦେଲେ। ତ ମୁଁ ମଞ୍ଜାଟାକୁ ଘିନି ଆସିଲେ, ଏବେ ତାକୁ ଧୋଇକି ନେଇଯିବି। ମଞ୍ଜାର ଆଜି ଗୋଟେ ବଢ଼ିଆ ଜିନିଷଟେ ବନେଇବି। ଆପଣମାନେ ଭିଡ଼ିଓଟି ଲାଷ୍ଟ ଯାଏଁ କଣ୍ଟିନ୍ୟୁ କରନ୍ତୁ। ମଞ୍ଜାକୁ ପୁରା ଚୁନ୍ ଚୁନ୍ କରି କାଟି ନେବେ, ତାକୁ ଦୋଳି ଦେବେ ବି କାଟି ନେଇ ସାରିକି। ଦୋଳି ନେଇ ସାରିକି ତାପରେ ଲୁଣ ପକାଇ ନେବେ। ଲୁଣ ଆପଣଙ୍କ ଅନୁସାରେ ଆପଣ ଯେତେ ପକାଇବେ। ମଞ୍ଜାରେ ଜମା ପାଣି ବି ଦେବେନି, ଲୁଣ ପକାଇ ନେବେ ମଞ୍ଜାରେ, କାରଣ ଫାଷ୍ଟରୁ ପାଣି ହିଁ ବାହାରିଥାଏ। ଲୁଣ, ହଳଦୀ, ଲଙ୍କା, ହଳଦୀ ବି ପକାଇ ନେଲି ମୁଁ ଆମ ଇଏ ଅନୁସାରେ। ଆପଣଙ୍କ ଅନୁସାରେ ଆପଣ ଯେତିକି ମାତ୍ରାରେ କରିବେ ସେତିକି ପକାଇ ପାରିବେ। ଚାହିଁଲେ ବି ଆପଣ ପିଆଜ ପକାଇ ପାରିବେ। ଆମର ଯେହେତୁ ପିଆଜ ରସୁଣ ଖିଆ ଯାଉନି, ତ ମୁଁ ପିଆଜ ଆଡ଼୍ କରିନାହିଁ। ଚାହିଁଲେ ପିଆଜ ଆଡ଼୍ କରିବେ। ତାପରେ ମୁଁ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ସବୁ ଆଡ଼୍ କରିଦେଲି। ହଳଦୀ, ଲୁଣ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ସବୁ ଆଡ଼୍ କରିଦେଲି। ଆଡ଼୍ କରିଦେଇକି ତାକୁ ଭଲ ଭାବରେ 5 ମିନିଟ୍ ଯାଏଁ ଦୋଳିବେ, କାରଣ ତା ଭିତରୁ ପାଣିଟା ବାହାରେ। ସେ ପାଣିଟା ବାହାରିଲା ଯାଏଁ ପୁରା ଦୋଳିବେ ଭଲସେ ନା, କାରଣ ମଞ୍ଜାଟା ବଡ଼ାଟା ହେଇଥାଏ, ବହୁତ ଶୀଘ୍ର ବଡ଼ାଟି ହେଇଯିବ, ତା ଭିତରୁ ବି ପାଣି ଅଂଶଟା ବାହାରି ପଡ଼ିବ। ତ ମୁଁ ତାକୁ ଦୋଳି ଦେଲି ବହୁତ ଇଏ କରିକି, ମାନେ 5 ମିନିଟ୍ ଯାଏଁ ଦୋଳି ଦେଲି। ତାପରେ ତାକୁ ବେସନ ଆଡ଼୍ କରିଦେଲି ମୋ ଅନୁସାରେ ଯେତିକି ଦରକାର। ତ ମୁଁ ବେସନ ହେଇଗଲା ମୁଁ ଆଡ଼୍ କରିଦେଇକି ତାପରେ ଗୋଳେଇ ଦେଇକି ରଖିଦେଲି ଗୋଟେ ଜାଗାକୁ। ତାପରେ ତାକୁ ନେଇକି ଏବେ କଢ଼େଇ ବସେଇବା। କଢ଼େଇ ବସେଇକି କଢ଼େଇ ଗରମ ହେଇଗଲା ପରେ ତେଲ, ତ ମୋ ବେଟରଟି ପୁରା ଠିକ୍ ଇଏରେ ଅଛି। ଆପଣ ଚାହିଁଲେ ପାଣି କରିବେନି, ପାଣି ଜମା ଦେବେନି ତାକୁ ଗୋଳେଇଲା ବେଳେ, କାରଣ ଫାଇନାଲି ସେ ଇଏରୁ ପାଣି ବାହାରିଥାଏ, ମଞ୍ଜାରୁ ପାଣି ବାହାରିଥାଏ। ଆଉ କହୁଣି ମଞ୍ଜା ହିଁ କରିବେ, ମଞ୍ଜାରେ ଜମା ପାଣି ହିଁ ଦେବେନି। ବେସନ ଦେଇକି ଖାଲି ଯା ଦୋଳି ଦେବେ, ଜମା ପାଣି ଦେବେନି, କାରଣ ମଞ୍ଜାରେ ପାଣି ଦେଇଥାଏ। ତାପରେ ମୋର କଢ଼େଇ ଗରମ ହେଇଗଲା, ମୁଁ ତେଲ ପକାଇ ନେଇକି ତାକୁ ଏବେ ହାତରେ ସେପ୍ ଦେଇକି ପକାଇବି କଢ଼ାଇରେ। ତ ମୋ ହାତରେ ଏଇଭଳିଆ ସେପ୍ ଦେଇଦେବେ, ମୁଁ ଯେମିତିକା ସେପ୍ ଦେଉଛି। ତ ମୁଁ ସେପ୍ ଦେଇକି ତେଲ ପୁରା ଗରମ କରିଦେବେ, ନହେଲେ ବଡ଼ା ଉଠିବନି। ତ ମୁଁ ପକାଇ ନେଲି ଏଠି ବଡ଼ା ସବୁ କଢ଼େଇରେ। ଆପଣଙ୍କର ଯେତିକି ଧରିବ ସେଇ ଅନୁସାରେ ପକାଇବେ। ମୋର ଯେହେତୁ ବଡ଼ କଢ଼େଇ, ଯେତିକି ଧରିଛି ମୁଁ ସେତିକି। ତାପରେ ଢାଙ୍କି ଦେବେ 5 ମିନିଟ୍ ପାଇଁ। ତାପରେ ମୋର ଢାଙ୍କି ସାରିଲେ 5 ମିନିଟ୍ ହେଇଗଲା ପରେ ତାକୁ ଦେଖନ୍ତୁ ମୋର ପୁରା ଉଠି ଯାଉଛି, ଯେମିତି ବଡ଼ା ନାଗିବନି, ଉଠିଯିବ ନହେଲେ ଭାଙ୍ଗିଯିବ ବଡ଼ା। ସେଇଭଳିଆ ଟାଇପ୍ରେ ତେଲ ଗରମ କରିବେ। ଆଉ କଢ଼େଇ ବି ଗରମ ହେବା ଦରକାର, ଛାନିଆ ମାନେ ଜମା ଜିନିଷ କରିବେନି। ତାପରେ ଦେଖନ୍ତୁ ପୁରା ବ୍ରାଉନ୍ କଲର୍ ହେଲା ପରେ ତାକୁ ଖୋଲିବେ। ଆଉ ବାକି ତକ ବି ମୁଁ ତାକୁ କରିନେବି। ତ ପୁରା ବ୍ରାଉନ୍ କଲର୍ ହେଇଯିବ, ଖୋଲିବେ ଭିତରେ ନହେଲେ କଞ୍ଚା ଅଂଶ ରହିଯିବ। ତ ମୁଁ ତାକୁ ପୁରା ବ୍ରାଉନ୍ କଲର୍ ହେଲା ଯାଏଁ ଦେଖନ୍ତୁ, ଆପଣମାନେ ବି ଦେଖିପାରୁଥିବେ ପୁରା ବ୍ରାଉନ୍ କଲର୍ ହେଲା ଯାଏଁ କରିନେବି। ତାପରେ ମୁଁ ବାକି ତକ ଯେତିକି କରିନେବି ଏବେ ବନେଇ ନେବି। ତ ମୋର ସବୁ ଫାଇନାଲି ହେଇଗଲା। ଦେଖନ୍ତୁ ବଡ଼ାଟି କେତେ ସୁନ୍ଦର ହେଇଛି, ଆଉ ଦେଖିବାକୁ ବି ବଢ଼ିଆ ଲାଗୁଛି। ଦେଖିଲା ମାତ୍ରକେ ଲୋକଙ୍କ ପାଟିରୁ ନାଳ ଆସିଯିବ। ଯଦି ଅତିଥି ଆସୁଛନ୍ତି ସାଙ୍ଗେ ସାଙ୍ଗେ ବନେଇକି ଏଇ ଜିନିଷଟି ଦେଇଦିଅନ୍ତୁ। ଯଦି ଆଭେଲେବୁଲ୍ ନଥିବ ଆଉ କିଛି ବି କରିକି ଦେଇପାରିବେ, କିନ୍ତୁ ଏଇ ଜିନିଷ ଯଦି ଆଭେଲେବୁଲ୍ ଥିବ କରିକି ଦେଇପାରିବେ। ତାପରେ ଆମେ ବାପୁଲକୁ ଦେଇଦେଲି। ମୁଁ ବାପୁଲୁ ଖାଇକି ଦେଖିଲୁ ଫାଷ୍ଟ ଟାଇମ୍ ଏଇଟା ହେଇଛି, କେମିତି ଲାଗୁଛି। ତ ଆମ ବାପୁଲୁ ଖାଇଲା, କହିଲା ଗରମ ଗରମ ଜିନିଷଟି ଖାଇବେ, ବଢ଼ିଆ ନୁହେଁ। ତା ସାଙ୍ଗରେ ଟମାଟୋ ସକ୍ସ, ପିଆଜ ବି ପକାଇକି ଖାଇପାରିବେ। ଆମ ବାପୁଲୁ କହିଲା ବଢ଼ିଆ ହେଇଛି। ଯଦି ଏଇଭଳିଆ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ଆମ ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ।